ସରକାରଙ୍କର ପୁଣି ଏକ ନୂଆ ଯୋଜନା, ଯେଉଁ ଯୋଜନାରେ ଆପଣ ବହୁତ ସାରା ବେନିଫିଟ୍ ପାଇବେ, ସମସ୍ତେ ଲାଭ ପାଇବେ। ଦେଖିପାରୁଥିବେ ସ୍କିମ୍ଟି ହେଉଛି ମାଇ ସ୍କିମ୍ ଯୋଜନା। ଏ ଯୋଜନାରେ ଆପଣ ବହୁତ ସାରା ବେନିଫିଟ୍ ପାଇବେ। ଚାଲନ୍ତୁ ଷ୍ଟାର୍ଟ କରିବା। କୌଣସି ଏକ ବ୍ରାଉଜରକୁ ଯିବା, ସେଥିରେ ଲେଖିବା ମାଇ ସ୍କିମ୍। ଲେଖିଲା ପରେ ଉପରେ ଯେଉଁ ଲିଙ୍କ୍ ଅଛି ମାଇ ସ୍କିମ୍, ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ଏହି ପେଜ୍ରେ ବହୁତ ସାରା ଜିନିଷ ଅଛି। ଗୋଟେ ପୋର୍ଟାଲ ହେଇଛି, ଗୋଟେ ପୋର୍ଟାଲର କେନ୍ଦ୍ରଙ୍କର ଓ ରାଜ୍ୟ ସରକାରଙ୍କର ସବୁ ମିଶିକି ରହିଛି। ଦେଖିପାରୁଥିବେ ଏଇଟା ଟୋଟାଲ୍ ହେଉଛି 2060ଟା ହେଉଛି ଟୋଟାଲ୍ ସ୍କିମ୍। ହେଉଛି ସେଣ୍ଟ୍ରାଲର 520ଟି ଏବଂ ଆମ ରାଜ୍ୟରେ 540ଟି। ସେହି ଯୋଜନା ବିଷୟରେ ଆପଣମାନଙ୍କୁ ଆଗକୁ କହିବି, ଆପଣ କେମିତି କ'ଣ କରିବେ। ଦେଖିପାରୁଥିବେ ଯୋଜନା ଗୁଡ଼ା କେତେ ଗୁଡ଼ିକ ଯୋଜନା। ଭିଉ ଅଲ୍ରେ ଦେଖିବା। ଏହିପରି ଭାବରେ ଆପଣମାନଙ୍କୁ ପୁରା ଯୋଜନା ଦେଖାଇବ। ଆମ ରାଜ୍ୟଟି ଏଠି କୁଆଡ଼େ ଗଲା, ଓଡ଼ିଶା ଏଇଠି ଦେଖିପାରୁଥିବେ। ଏଇଠି ଏହିପରି ଆପଣମାନଙ୍କୁ ପୁରା ଯୋଜନା ଦେଖାଇବ। ଗୋଟେ ପୋର୍ଟାଲର ସବୁ ଯୋଜନା ଅଛି, ଆପଣମାନେ ଖୋଜିକି ବାହାର କରିପାରିବେ। ବିଜୁ ପକ୍କା ଘର ଯୋଜନା ଅଛି, ବୋନସିପ୍ ସ୍କଲାରସିପ୍ ଅଛି, ଜୁନିୟର ମେରିଟ୍ ଅଛି, MMKY ଅଛି, ବିଜୁ ପଟ୍ଟନାୟକ ସ୍ପଟ୍ ଅଛି, ମୁଖ୍ୟମନ୍ତ୍ରୀ ବ୍ୟାନ୍ ଜ୍ୟୋତି ଯୋଜନା ଅଛି। ଏହିପରି ଭାବରେ ଆପଣମାନଙ୍କର ପଠାଣି ସାମନ୍ତ ଇ ମେଧାବୃତ୍ତି। ଯଦି ଆହୁରି ଯୋଜନା ଦେଖିବାକୁ ଚାହିଁବେ ତଳକୁ ଯିବେ, 2 ନମ୍ବର କରିବେ, 3 ନମ୍ବର କରିବେ, 4 ନମ୍ବର କରିବେ। ଏହିପରି ଆପଣମାନଙ୍କର ସ୍କିମ୍ ଦେଖାଇବ। ସ୍କିମ୍ ଗୁଡ଼ାକ ଗୋଟେ ପୋର୍ଟାଲରେ ହେଇଛି, ଆପଣମାନଙ୍କୁ ଇଆଡ଼େ ସିଆଡ଼େ ଖୋଜିବାକୁ ପଡ଼ିବନି। ଏହି ସ୍କିମ୍ରେ ଆପଣ ଆପ୍ଲାଏ କରିକି ବହୁତ ସାରା ଲାଭ ପାଇବେ। ଚାଲନ୍ତୁ ଦେଖିବା କେମିତି କରିବା। ଲଗ୍ଇନ୍ ଉପରେ କ୍ଲିକ୍ କରିବା। ଏହିପରି ଆପଣମାନଙ୍କୁ ଏକ ଦେଖାଇବ। ତାପରେ ଆମେ ତଳକୁ ଯିବା, ଟିକେ ସାଇନ୍ ଅପ୍ ଉପରେ କ୍ଲିକ୍ କରିଦେବା। କ୍ଲିକ୍ କଲା ପରେ ଏଇଠି ଆପଣଙ୍କ ମୋବାଇଲ୍ ନମ୍ବର ଦେଇଦେବେ। ମୋବାଇଲ୍ ନମ୍ବର ଦେଇଦେଲା ପରେ ଗୋଟେ OTP ସେଣ୍ଡ ହେଇଯିବ। ସେଣ୍ଡ ପରେ OTP ଗୋଟେ ଆସିବ ଆପଣଙ୍କ ମୋବାଇଲ୍ ନମ୍ବରକୁ। ତାପରେ ସାଇନ୍ ଇନ୍ ଉପରେ କ୍ଲିକ୍ କରିଦେବା। କ୍ଲିକ୍ କଲା ପରେ ଆପଣଙ୍କର ପୁରା ଆଧାର ଡିଟେଲ୍ସ ସବୁ ପୁରା ଦେଖାଇବ। ଆପଣ ଯାହା ଯାହା ସବୁ ଭରିକି ଏଲୋ କରିଦେବେ। ତାପରେ ଆମେ ଦେଖିବା ଆପଣଙ୍କର କେଉଁ ସ୍କିମ୍ ଆପଣଙ୍କ ପାଇଁ ଏଲିଜିବିଲିଟି ହେବ। ସେଥିପାଇଁ ଆପଣ ଫାଇଣ୍ଡ ସ୍କିମ୍ ଉପରେ କ୍ଲିକ୍ କରିବେ। ଆପଣ ମେଲ୍ କି ଫିମେଲ୍ ଦେଇଦେବେ ଏଇଠି। ତାପରେ ଆପଣଙ୍କର ଏଜ୍ ପକାଇଦେବେ। ନେକ୍ସଟ ଏଜ୍ ପକାଇ ଦେଉଛି ମୁଁ। ଏଜ୍ ପକାଇଲା ପରେ ନେକ୍ସଟ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଆପଣଙ୍କ ରାଜ୍ୟ ଚୁଜ୍ କରିଦେବା। ଚୁଜ୍ କଲା ପରେ ଆପଣ ଉର୍ବାନ୍ କି ରୁରାଲ୍, ଯଦି ସହର ହେଇଥିବେ ଉର୍ବାନ୍ ଦେବେ, ଯଦି ଗାଁ ହେଇଥିବେ ରୁରାଲ୍ ଦେବେ। ତାପରେ ଆପଣଙ୍କର ଜାତି ପକାଇଦେବେ ଏଇଠି, ST SC କି ଜେନେରାଲ୍ ଯାହା ହେଇଥିବେ। ତାପରେ ଆର୍ ୟୁ ଡିଫରେଣ୍ଟଲି ଏବଲ୍ ୟେସ୍ କରିବେ, ନ କରିବେ। ଆପଣ ହେଇଥିବେ ଯଦି ୟେସ୍ କରିବେ, ନ କରିଦେବେ। ତାପରେ ଆମେ ପୁଣି ନେକ୍ସଟକୁ ଯିବା। ନେକ୍ସଟକୁ ଗଲା ପରେ ଆର୍ ୟୁ ଷ୍ଟୁଡେଣ୍ଟ, ୟେସ୍ କରିବେ, କିମ୍ବା ନନ୍ ଯଦି ଷ୍ଟୁଡେଣ୍ଟ ନ ହେଇଥିବେ ଏମ୍ପ୍ଲୟ ହେଇଥିବେ ଯାହା ଲେଖିବେ ଏଇଠି, ଆପଣ ଯାହା ହେଇଥିବେ ତାହା ଲେଖିବେ। ତାପରେ ଆପଣଙ୍କର ଚୁଜ୍ କରିବେ ଆପଣ କ'ଣ ଆର୍ଟିଷ୍ଟ ନା ଅଲଗା ବହୁତ ସାରା ଜିନିଷ ଅଛି ଏଠି, ଜର୍ଣ୍ଣାଲିଷ୍ଟ, ସ୍ପୋର୍ଟମ୍ୟାନ୍। ତାପରେ ଆପଣମାନଙ୍କ ଚୁଜ୍ କଲା ପରେ ଆପଣ BPL ଚୁଜ୍ କରିବେ। ଆପଣଙ୍କର BPL ରେସନ୍ କାର୍ଡ଼ ଯଦି ଅଛି ଚୁଜ୍ କରିବେ, ନହେଲେ ନାହିଁ। ଏହିପରି ଭାବରେ ଆପଣ ଚୁଜ୍ କରି ନେଇଯିବେ। ସବମିଟ୍ ଉପରେ କ୍ଲିକ୍ କରିବେ। ତାପରେ ଆପଣମାନଙ୍କର ଯେଉଁ ସ୍କିମ୍ ଆପଣ ଆପ୍ଲାଏ କରିପାରିବେ, ସେ ସ୍କିମ୍ ପୁରା ଦେଖାଇଦେବ ଏଇଠି। ଆପଣ ଏହି ସ୍କିମ୍ରେ ଆପଣ ଆପ୍ଲାଏ କରିପାରିବେ। ଏହିପରି ଭାବରେ ଆପଣ ବହୁତ ସାରା ଲାଭ ପାଇପାରିବେ। ଆପଣ ଯଦି NRGS କାମ କରୁଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଏଇଠି ବି ଦେଖାଉଛି। ତାପରେ ଶୌଚାଳୟ ଦେଖାଉଛି ଏଇଠି।
ତଳକୁ ବହୁତ ସାରା ସ୍କିମ୍ ଦେଖିପାରିବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରିବେ। ଜୟ ଜଗନ୍ନାଥ।